ଏହି ଚାରୋଟି ସଂକେତରୁ ଜାଣିପାରିବ ତୁମେ ଜଣେ ଭୁଲ ମଣିଷକୁ ପ୍ରେମ କରୁଛ। ପଏଣ୍ଟ ନମ୍ବର 1, ନିଜକୁ ଅଣ୍ଡର ଏଷ୍ଟିମେଟ୍ କରିବା ଆରମ୍ଭ କରନ୍ତି। ଯେବେ ତୁମେ ଭୁଲ ମଣିଷ ସହିତ ଥାଅ ତୁମକୁ ବାରମ୍ବାର ଟଣ୍ଟ ମାରିଥାଏ, ବାରମ୍ବାର ଓଲଟା ସିଧା କଥାବାର୍ତ୍ତା କରେ, ଯାହାକି ଆମକୁ ଲାଗିଥାଏ ମୁଁ ବେକାର ମଣିଷ ଆଉ ସାମ୍ନାବାଲା ଭଲ ମଣିଷ, ଆଉ ଆମେ ନିଜକୁ ଅଣ୍ଡର ଏଷ୍ଟିମେଟ୍ କରିବା ଆରମ୍ଭ କରନ୍ତି। ଯଦି ତୁମ ସହିତ ଏମିତି ହେଉଛି ତ ଜାଣିଯିବ ତୁମେ ଜଣେ ଭୁଲ ମଣିଷକୁ ପ୍ରେମ କରୁଛ। ପଏଣ୍ଟ ନମ୍ବର 2, ତୁମକୁ ତୁମ ପାର୍ଟନରଙ୍କ ସହ କଥା ହେବା ପାଇଁ ଡର ଲାଗିଥାଏ। ଯେମିତିକି ତୁମେ ଭାବିଥାଅ ମୁଁ କେମିତି କଥା ହେବି, କେମିତି ମୋ ମନ କଥା କହିବି, ଯାହାକି ବହୁତ ଡର ଲାଗିଥାଏ। ଯଦି ଏମିତି ହେଉଛି ତ ଜାଣିଯିବ ତୁମେ ଜଣେ ଭୁଲ ମଣିଷକୁ ପ୍ରେମ କରୁଛ। ପଏଣ୍ଟ ନମ୍ବର 3, ଯଦି ସବୁ ଜିନିଷରେ ନିଜକୁ ନିଜେ ବୁଝେଇବାକୁ ପଡ଼ୁଛି ତ ଯେମିତିକି ସବୁ ଜିନିଷରେ ନିଜେ ନିଜକୁ ହିଁ ମ୍ୟାନେଜ୍ କରିବାକୁ ପଡ଼ୁଛି। ଯେମିତିକି କିଛି କଥାରେ ବି ହେଉ କିମ୍ବା କୌଣସି ଜିନିଷରେ ବି ହେଉ, ଯଦି ତୁମେ ନିଜକୁ ମ୍ୟାନେଜ୍ କରିବାକୁ ପଡ଼ୁଛି ତ ବୁଝିଯିବ ତୁମେ ଜଣେ ଖରାପ ମଣିଷ ସହିତ ଅଛ। ପଏଣ୍ଟ ନମ୍ବର 4, ସମ୍ପର୍କରେ ରହିକି ବି ଖୁସି ମିଳିନଥାଏ କିନ୍ତୁ ଏକା ରହିବାରେ ଖୁସି ମିଳିଥାଏ। ଯଦି ସମ୍ପର୍କରେ ରହିକି ବହୁତ ଟେନସନ୍ରେ ରହିଲା ଭଳି ଲାଗୁଛି ତ ମୁଣ୍ଡ ଓଜନ ଭଳି ଲାଗୁଛି ତ ଏହିସବୁ ସଂକେତରୁ ମିଳିଥାଏ ତୁମେ ଜଣେ ଭୁଲ ମଣିଷକୁ ପ୍ରେମ କରୁଛ। ଆଜିଠୁ ସଜାଗ ହୋଇଯିବା ଦରକାର। ଆଉ ଯଦି ଲଭ୍ ରିଲେସନସିପ୍କୁ ନେଇ କିଛି ବି ପ୍ରୋବ୍ଲେମ୍ ଅଛି ମୋ ହ୍ୱାଟ୍ସଆପ୍ ନମ୍ବର ସ୍କ୍ରିନ୍ ଆଗରେ ଶୋ କରୁଛି, ମୋତେ ମେସେଜ୍ କରିପାରିବ। ଆଉ ଏହି ଟପିକ୍କୁ ନେଇ ଫୁଲ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ୟୁଟ୍ୟୁବରେ ସର୍ଚ୍ଚ କରିପାରିବ ଫାଷ୍ଟ ଓଡ଼ିଆ ଟ୍ରିକ୍ସ।